प्रिय श्रोता आपण मानकु समस्तଙ୍କୁ ମୋର ନମସ୍କାର। ଆଜିର ଏପିସୋଡ ମଧ୍ୟକୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୁଁ ସ୍ୱାଗତ ଜଣାଏ। ଆଜିର ଶୀର୍ଷକ ହେଲା ଧନ ତୁମେ କାହାର। ଧନ ତୁମେ କାହାର। ପ୍ରିୟ ଶ୍ରୋତା, ଏପରି ଏକ ସମୟରେ ଆମେ ବାସ କରୁଛୁ ଯେଉଁ ସମୟକୁ କି ଏକ ଭୟଙ୍କର ସମୟ ବୋଲି କହିଲେ ଭୁଲ ହେବ ନାହିଁ। ତ ଏପରି ଏକ ସମୟରେ ଯଦି ଆମେ ଟିକେ ଭାବିବା ସମ୍ପର୍କ ଗୁଡ଼ିକ ବିଷୟକୁ ନେଇକି, ତାହେଲେ ଆଜିର ସମୟରେ ସମ୍ପର୍କ ବୋଲି କିଛି ବି ନାହିଁ। ଯଦି କିଛି ସମ୍ପର୍କ ଅଛି ତାହା କେବଳ ଟଙ୍କାର ସମ୍ପର୍କ, ଏକ ସ୍ୱାର୍ଥର ସମ୍ପର୍କ। ଏପରିକି ପିଲାମାନେ ଓ ବାପା ମାଙ୍କ ସମ୍ପର୍କ ମଧ୍ୟ ଏକ ସ୍ୱାର୍ଥର ସମ୍ପର୍କ ହିଁ ହେଇଗଲା। ଆଜିର ପିଲାମାନେ ଏପରି ଏକ ସମୟରେ ଯାତ୍ରା କରୁଛନ୍ତି ଆଉ ବୁଝି ବି ପାରୁନାହାନ୍ତି ଯେଉଁ ପିତାମାତା ସେମାନଙ୍କୁ ଜନ୍ମ ଦେଇଛନ୍ତି, ଯେଉଁ ପିତାମାତା ସେମାନଙ୍କୁ ଲାଳନ ପାଳନ କରିଛନ୍ତି, ଯେଉଁ ବାପା ମା ସେମାନଙ୍କୁ କେତେ କଷ୍ଟର ସହିତ କେତେ ଦୁଃଖର ସହିତ ପ୍ରତିଟି ପରିସ୍ଥିତିରେ ରହି ବଡ଼ କରିଛନ୍ତି, କିନ୍ତୁ ବଡ଼ ହେଲା ପରେ ଏପରି ବିଷୟ ସବୁ ଘଟି ଯାଉଛି ଆଉ ପିଲାମାନେ ପଚାରନ୍ତି ବାପା ମାଙ୍କୁ କି ବାପା ତୁମେ ମୋ ପାଇଁ କେତେ ଟଙ୍କା ବ୍ୟାଙ୍କରେ ଇନଭେଷ୍ଟ କରିଦେଇଅଛ, ଆପଣମାନେ ଆମ ପାଇଁ କେତେ ଟଙ୍କା ବ୍ୟାଙ୍କରେ ଇନଭେଷ୍ଟ କରିଦେଇଅଛନ୍ତି। ପ୍ରିୟ ଶ୍ରୋତା ମାନେ, ସବୁ ପିତାମାତା ଯେ ଧନୀ, ସବୁ ପିତାମାତାଙ୍କ ପାଖରେ ଯେ ଟଙ୍କା ଅଛି ବା ସବୁ ପିତାମାତା ଯେ ଚାକିରି କରୁଛନ୍ତି ତାହା ନୁହେଁ। ପ୍ରିୟ ଶ୍ରୋତା ମାନେ, ପିଲାମାନଙ୍କର ଏହି ପ୍ରଶ୍ନର ଉତ୍ତର ବାପା ମା କ'ଣ ବା ଦେବେ? ନିରୁତ୍ତର ହେଇଯାଆନ୍ତି। ସେମାନେ କୁହନ୍ତି ବାପା ଆମେ ବହୁତ କଷ୍ଟରେ ତୁମକୁ ପାଳିଛୁ, ବଡ଼ କରିଛୁ, ତୁମକୁ ମଣିଷ କରିଛୁ। ପିଲାମାନେ ନୀରବ ରହୁନାହାନ୍ତି। ଏସବୁ କଥା ଶୁଣିଲେ ପୁନର୍ବାର ଉତ୍ତର କରୁଛନ୍ତି ଆମମାନଙ୍କୁ ଜନ୍ମ ଦିଅ ବୋଲି ତୁମକୁ କିଏ କହିଥିଲା? ଯଦି ଆମମାନଙ୍କ ପାଇଁ ତୁମେ ଟଙ୍କା ରଖିନଥିଲ, ଆମ ପାଇଁ ବ୍ୟାଙ୍କରେ ଯଦି କିଛି ଇନଭେଷ୍ଟ କରିନଥିଲ, ତାହେଲେ ଆମମାନଙ୍କୁ କାହିଁକି ଜନ୍ମ ଦେଉଥିଲ? ଆମମାନଙ୍କୁ ଜନ୍ମ ଦିଅ ବୋଲି ଆମେ କି ତୁମକୁ କହୁଥିଲୁ? ପ୍ରିୟ ଶ୍ରୋତା ମାନେ, ବାପା ମା ସାରା ଜୀବନ ଇନଭେଷ୍ଟ କରିଦିଅନ୍ତି ନିଜ ପିଲାମାନଙ୍କ ନିମନ୍ତେ। ସେମାନଙ୍କ ସୁଖରେ ସୁଖୀ, ସେମାନଙ୍କ ଦୁଃଖରେ ଦୁଃଖୀ, ସେମାନଙ୍କ ହସରେ ହସି, ସେମାନଙ୍କ କାନ୍ଦରେ କାନ୍ଦି ସେମାନେ ନିଜର ସମୟକୁ ଅତିବାହିତ କରିଦିଅନ୍ତି। କାହିଁକି? ପ୍ରତ୍ୟେକ ପିଲାମାନେ ବାପା ମାଙ୍କ ସ୍ୱପ୍ନ ଥାନ୍ତି। ଦିନେ ପିଲାମାନେ ବଡ଼ ହେବେ, ବାପା ମାଙ୍କ ଦୁଃଖକୁ ବୁଝିବେ, ବାପା ମାଙ୍କ ପରିସ୍ଥିତିକୁ ବୁଝିବେ, ବାପା ମାଙ୍କର ସେମାନେ ସାହାରା ହେବେ। ବାପା ମା ସେମାନଙ୍କୁ ଦେଖି ବଳବାନ ହେଇଥାନ୍ତି। ବାପା ମା ସେମାନଙ୍କୁ ଦେଖି ହସିଥାନ୍ତି, ଉତ୍ସାହିତ ହେଇଥାନ୍ତି, କହିଥାନ୍ତି ବାପା ମା ଆମେ ସିନା ଏହି ପ୍ରକାର ଅବସ୍ଥାରେ ଅଛୁ, ଆମ ପିଲାମାନେ ବଡ଼ ହେଲେ ନା ସେମାନେ ଇନକମ୍ କରିବେ, ଆମ ପିଲାମାନେ ବଡ଼ ହେଲେ ନା ସେମାନେ ଚାକିରି କରିବେ, ଆମ ପିଲାମାନେ ବଡ଼ ହେଲେ ନା ଆମମାନଙ୍କ ସବୁ କଷ୍ଟ ତକ ନା ଚାଲିଯିବ। ଏହି ସ୍ୱପ୍ନ ନେଇ ସେମାନେ ପ୍ରତ୍ୟେକ ଦିନ ବଞ୍ଚିଥାନ୍ତି ଆଉ ସେମାନଙ୍କ ଦୁଃଖକୁ ଦୁଃଖ ବୋଲି କହିନଥାନ୍ତି, ସେମାନଙ୍କ କଷ୍ଟକୁ କଷ୍ଟ ବୋଲି କହିନଥାନ୍ତି। ପ୍ରିୟ ପିଲାମାନେ, ମୁଁ ଆପଣମାନଙ୍କୁ ଏହି କଥା ଏକ ପରାମର୍ଶ ଦେବି ବା ଉପଦେଶ ଦେବି। କେବେ ଆପଣଙ୍କ ବାପା ମା ଆପଣମାନଙ୍କଠୁ ଛୁଟି ନେଇଛନ୍ତି କି? ଏ ପିଲାମାନେ ଆଜି ଆଉ ତୁମର ଦୁଃଖ ଆମେ ବୁଝିବ ନାହିଁ, ଆଜି ଆମେ ତୁମ ପାଇଁ ଖାଇବା କଥା ବୁଝିବ ନାହିଁ, ଆଜି ଆଉ ତୁମମାନଙ୍କର ଆମେ ଯତ୍ନ ନେବୁ ନାହିଁ, ଏପରି କେବେ କହିଛନ୍ତି? ଆପଣମାନଙ୍କ ଜନ୍ମରୁ ପ୍ରତ୍ୟେକ ଦିନ, ପ୍ରତ୍ୟେକ ସମୟ, ପ୍ରତ୍ୟେକ ମୁହୂର୍ତ୍ତ, ସବୁ ଅବସ୍ଥାରେ, ସବୁ ପରିସ୍ଥିତିରେ, ସବୁ ବିଷୟରେ
ଯଦି ଆପଣଙ୍କ ସାଥେ ସାଥେ ଆପଣଙ୍କ ଛାଇ ପରି ରହିଛନ୍ତି, ତାହେଲେ ସେମାନେ ହେଉଛନ୍ତି ଆପଣଙ୍କର ବାପା ଓ ମା। ନିଜର ଭୋକ, ନିଜର କଷ୍ଟ ସବୁ କିଛି ଭୁଲି ଯାଆନ୍ତି ଆପଣମାନଙ୍କ ପାଇଁ। ତ ଶେଷରେ ଆପଣମାନଙ୍କର ଯେଉଁ ପ୍ରଶ୍ନ, ଆମ ପାଇଁ ଯଦି ଟଙ୍କା ରଖୁନଥିଲ, ଆମ ପାଇଁ ଯଦି ଇନଭେଷ୍ଟ କରିନଥିଲ, ତାହେଲେ ଆମକୁ କାହିଁକି ଜନ୍ମ ଦେଲ ବୋଲି। ପ୍ରିୟ ପିଲାମାନେ, ଆପଣମାନଙ୍କ ଜନ୍ମରୁ ଏ ପର୍ଯ୍ୟନ୍ତ ଆପଣମାନଙ୍କ ପାଇଁ ଯେଉଁ ଇନଭେଷ୍ଟ କରିଛନ୍ତି, ପ୍ରତିଟି ଖାଇବା, ପିଇବା, ପିନ୍ଧିବା, ଦୁଃଖ ସୁଖ, ମେଡ଼ିକାଲ, ସବୁ ବିଷୟରେ ଯେଉଁ ଯତ୍ନ ନେଇଛନ୍ତି, ଜୀବନ ନିଜର ଆପଣମାନଙ୍କ ପାଇଁ ଇନଭେଷ୍ଟ କରିଛନ୍ତି। ବାପା ମା ନିଜର ଜୀବନ ଆପଣମାନଙ୍କ ପାଇଁ ଇନଭେଷ୍ଟ କରିଛନ୍ତି। ପ୍ରିୟ ପିଲାମାନେ, ଛୋଟବେଳେ ଆପଣମାନଙ୍କୁ କ'ଣ ବୋଲି ଗେହ୍ଲା କରୁଥିଲେ ବାପା ମା ଜାଣିଛନ୍ତି? ଆପଣମାନଙ୍କୁ ଦେଖି ସେମାନେ ଉତ୍ସାହିତ ହେଉଥିଲେ। ବାପା କାମରୁ ଫେରିଲେ ଖୋଜୁଥିଲେ, ବୁଲୁଥିଲେ, ଆପଣଙ୍କୁ କୁଆଡ଼େ ଗଲା, ସେ କୁଆଡ଼େ ଗଲା, ମୋ ପୁଅ କୁଆଡ଼େ ଗଲା, ମୋ ଝିଅ କୁଆଡ଼େ ଗଲା, କେଉଁଠି ଅଛି, ଆରେ ଏପର୍ଯ୍ୟନ୍ତ କାହିଁକି ଆସିନି, ଇତ୍ୟାଦି କହିକି ନିଜ ଭିତରେ କଥାବାର୍ତ୍ତା ହେଉଥିଲେ। ଆପଣ କିଛି ହେଲେ ତାଙ୍କ ହୃଦୟ ଭାଙ୍ଗି ଯାଉଥିଲା। ଆପଣ କିଛି ହେଲେ ସେମାନେ ବ୍ୟାକୁଳ ହେଉଥିଲେ। ସେମାନଙ୍କ ଆଖିରୁ ଯଦି ଟିକେ ଆପଣ ଦୂରେଇ ଯାଇଥିବେ, ତାହେଲେ ଅଧୀର ହେଇଯାଉଥିଲେ। ଆପଣଙ୍କ ଦେହ ଖରାପ ହେଲେ, କେବେ ମୋ ପୁଅ, କେବେ ମୋ ଝିଅ ସୁସ୍ଥ ହେବେ, କ'ଣ କଲେ ସୁସ୍ଥ ହେବେ, କ'ଣ ସେ ସବୁ ପରିସ୍ଥିତିକୁ ଆପଣମାନେ ଆଜି ଟଙ୍କା ପାଇଁ ବୋଲି ପ୍ରଶ୍ନ କରୁଛନ୍ତି। ଯେଉଁ ବାପା ମା ଆପଣମାନଙ୍କ ପାଇଁ ଜୀବନ ଇନଭେଷ୍ଟ କଲେ, ଯେଉଁ ବାପା ମା ଆପଣମାନଙ୍କ ପାଇଁ ନିଜର ସବୁ କିଛି ଭୁଲି ଯାଇ ଆପଣଙ୍କର ସ୍ୱାର୍ଥ ପାଇଁ, ଆପଣମାନଙ୍କ ପାଇଁ ଏପର୍ଯ୍ୟନ୍ତ ଲାଗି ରହିଛନ୍ତି, ଏପର୍ଯ୍ୟନ୍ତ ଆପଣଙ୍କର ସ୍ୱାର୍ଥ ପାଇଁ ବଞ୍ଚୁଛନ୍ତି, ନିଜ ଜୀବନକୁ ଜଳାଞ୍ଜଳି କରିଛନ୍ତି। ପ୍ରିୟ ପିଲାମାନେ, ଛୋଟବେଳେ ଯେତେବେଳେ ଆପଣମାନେ ସାନ ଥିଲେ, ସେହି ସମୟରେ ସେମାନେ କହୁଥିଲେ, ହେ ମୋର ଧନ, ହେ ମୋର ସମ୍ପତ୍ତି, ଆପଣମାନଙ୍କୁ ସେ ଗେହ୍ଲା କରୁଥିଲେ। ସତରେ ଧନ ତୁମେ କାହାର? କିଏ ତୁମକୁ ପାଳିଲା, କିଏ ତୁମକୁ ପୋଷିଲା, କିଏ ତୁମକୁ ପାଠ ପଢ଼ାଇଲା, କିଏ ତୁମ ଦୁଃଖ ସୁଖ କଷ୍ଟ ଯନ୍ତ୍ରଣା ତୁମର କିଏ ବହିଲା, କିଏ ତୁମକୁ କାଖେଇ କଳେଇ ତୁମକୁ ଏଇ ଦୁନିଆରେ ତୁମକୁ ଚାଲିବାକୁ ଶିଖେଇଲା, ସେ କିଏ ସେ ଧନ? ତୁମେ କ'ଣ ବାପା ମାର ଧନ ନୁହଁ କି? ତୁମେ କ'ଣ ବାପା ମାର ଧନ ନୁହଁ କି? ତ ତୁମେ ଯଦି ବାପା ମାର ଧନ, କେଉଁ ଧନ କଥା ପଚାରୁଛ ତୁମ ବାପା ମାଙ୍କୁ? ଜୀବନ ପରା ସେମାନେ ଇନଭେଷ୍ଟ କରିଦେଇଛନ୍ତି ତୁମ ପାଇଁ। ତୁମେ ତାଙ୍କ ବ୍ୟାଙ୍କ। ଯେତେବେଳେ ବିସ୍କୁଟ ମାଗିଲ, ଯେତେବେଳେ ଚକୋଲେଟ୍ ମାଗିଲ, ଯେତେବେଳେ ଡ୍ରେସ୍ ମାଗିଲ, ଯେତେବେଳେ ତୁମ ଦେହ ଖରାପ ହେଲା, ଯେତେବେଳେ ତୁମ ଚୁଟି କାଟିଲେ, ଯେତେବେଳେ ତୁମେ କଲେଜ ଗଲ, ଯେତେବେଳେ ତୁମେ ସ୍କୁଲ ଗଲ, ଯେତେବେଳେ ତୁମେ ବୁଲିବାକୁ ଗଲ, ଯେତେବେଳେ ତୁମେ ଯାହା ବି କିଛି ମାଗିଲ, ସେତେବେଳେ ଇନଭେଷ୍ଟ କୋଉଠି କଲେ ତୁମ ବାପା ମା? ପିଲାମାନେ, ଆଜି ତୁମେ ବଡ଼ ହେବାରୁ ଭୁଲି ଯାଉଛ ନା ତୁମ ବାପା ମା ତୁମ ପାଇଁ କ'ଣ କରିଛନ୍ତି, କ'ଣ ନ କରିଛନ୍ତି। ହଁ ପିଲାମାନେ, ଆଜି ଯଦି ତୁମେ ଏଇ ପ୍ରଶ୍ନଟି ପଚାରିବ ବାପା ମାଙ୍କୁ, ଆମ ପାଇଁ କେତେ ଇନଭେଷ୍ଟ କରିଦେଇଛନ୍ତି, ତୁମେ ଯଦି ଆମ ପାଇଁ ଟଙ୍କା ଇନଭେଷ୍ଟ କରୁନଥିଲ, ତାହେଲେ ତୁମେ ଆମକୁ ଜନ୍ମ କାହିଁ ଦେଉଥିଲ? ଅନେକ ପ୍ରଶ୍ନ କରନ୍ତି, ଆମେ ତୁମ ପିଲା ହେବା ପାଇଁ ଇଚ୍ଛା କରୁନୁ, ତୁମକୁ ବାପା ମା ବୋଲି ଡାକିବାକୁ ଇଚ୍ଛା ଲାଗୁନି, ତୁମକୁ ବାପା ମା ବୋଲି ଡାକିବା ପାଇଁ ଘୃଣା ଲାଗୁଛି। ଏଇ କଥା ଗୁଡ଼ିକ କେତେ ଆଘାତ ଦେଉଥିବ ଆପଣଙ୍କ ବାପା ମାଙ୍କୁ ଜାଣିଛନ୍ତି? କେତେ କଷ୍ଟ ଦେଉଥିବ ବାପା ମାଙ୍କୁ ଜାଣିଛନ୍ତି? ହଁ, ହେଇପାରେ ଆପଣମାନେ ଆଜି ବଡ଼ ହେଇଗଲେ, ଯାହା ଚାହିଁବେ ତାହା କରିପାରିବେ, ଟଙ୍କା ବି ଇନକମ୍ କରିପାରିବେ, ଧନ ବି ଇନକମ୍ କରିପାରିବେ, ଯାହା ଚାହିଁଲେ ତାହା ବି କିଣିପାରିବେ। କିନ୍ତୁ ମନେ ପକାନ୍ତୁ ପିଲାମାନେ, ଟିକେ ଭାବନ୍ତୁ, ଟିକେ ବିଚାର କରନ୍ତୁ, ଟିକେ ଚିନ୍ତା କରନ୍ତୁ, ଆପଣଙ୍କର ବାପା ମାର ଋଣ କେବେ ଶୁଝି ପାରିବେ ନାହିଁ।
କାହିଁକି ନା ଆପଣମାନଙ୍କ ବାପା ମାଙ୍କର ବାପା ମା ଆପଣମାନେ ହେଇପାରିବେନି। ଆପଣମାନଙ୍କ ବାପାଙ୍କ ବାପା ଆପଣ ହେଇପାରିବେ ନାହିଁ। ବାପା ମାଙ୍କ ବାପା ଆପଣ କେବେ ହେଇପାରିବେ ନାହିଁ। ଆପଣଙ୍କ ବାପା ଆପଣଙ୍କ ହିଁ ବାପା, ଜୀବନ ସାରା ପାଇଁ ସେ ଆପଣଙ୍କର ବାପା। ଆପଣ ତାଙ୍କର ବାପା ହେଇପାରିବେ ନାହିଁ। ଆପଣ ତାଙ୍କ ବାପା ହେଇପାରିବେ ନାହିଁ। ଆପଣ ତାଙ୍କ ଝିଅ ହେଇପାରିବେ, କିନ୍ତୁ ମା ହେଇପାରିବେ ନାହିଁ। ଆପଣଙ୍କ ବାପାଙ୍କ ଆପଣ ପୁଅ ହେଇପାରିବେ, କିନ୍ତୁ ବାପା ହେଇପାରିବେ ନାହିଁ। ଉପରବାଲା ଏଇ ରଚନା କରିଛନ୍ତି, ଉପରବାଲା ଏଇ ସୃଷ୍ଟି କରିଛନ୍ତି। ହେ ପିଲାମାନେ, ଆପଣମାନେ ସବୁବେଳେ ବାପା ମାଙ୍କ ପିଲାମାନେ ହିଁ ହେବେ, ତାଙ୍କ ବାପା ମା ହେଇପାରିବେ ନାହିଁ। ସେଥିପାଇଁ ଯେ ସମସ୍ତ କଷ୍ଟ ଯନ୍ତ୍ରଣା, ଯେ ସମସ୍ତ ଆପଣମାନଙ୍କ ପାଇଁ ଇନଭେଷ୍ଟ କରିଛନ୍ତି, ସେଇ ଇନଭେଷ୍ଟମେଣ୍ଟ, ସେଇ ଧନ ହେଉଛନ୍ତି ଆପଣମାନେ ତାଙ୍କ ଧନ। ଆପଣଙ୍କୁ ସେମାନେ ଧନ ସମ୍ପତ୍ତି ଭାବିଛନ୍ତି, ସବୁକିଛି ଆପଣମାନଙ୍କ ପାଇଁ ଇନଭେଷ୍ଟ କରିଛନ୍ତି। ପ୍ରିୟ ପିଲାମାନେ, ଟିକେ ଭାବନ୍ତୁ, ଟିକେ ବିଚାର କରନ୍ତୁ ଯେ ଆପଣମାନଙ୍କ ପାଇଁ ସବୁକିଛି ଜଳାଞ୍ଜଳି ଦେଇଛନ୍ତି। ସେମାନଙ୍କୁ ଆମ ପାଇଁ କେତେ ବ୍ୟାଙ୍କରେ ଟଙ୍କା ରଖିଦେଇଛନ୍ତି, ଏ ପ୍ରଶ୍ନଟି ପଚାରି ସେମାନଙ୍କୁ ଲଜ୍ଜିତ କରାଉଛନ୍ତି। ସେମାନଙ୍କ ସହିତ ନିଜର ସମ୍ପର୍କକୁ ତୁଟଉଛନ୍ତି। ଏହି ପ୍ରଶ୍ନ ପଚାରିଲେ ଆପଣଙ୍କ ବାପା ମାଙ୍କ ହୃଦୟରେ କୋଉ ପ୍ରକାର ଯନ୍ତ୍ରଣା ହେବ, କୋଉ ପ୍ରକାର କଷ୍ଟ ହେବ, କି ପ୍ରକାର ସେମାନେ ଲଜ୍ଜିତ ହେବେ ଜାଣିଛନ୍ତି। ସେମାନେ ଭାବିବେ, ମୁଁ ତ ଶିକ୍ଷିତ ନଥିଲି, ମୁଁ ତ ଚାକିରି କରୁନଥିଲି, ହଁ ସତରେ ମୋ ପିଲାମାନଙ୍କ ପାଇଁ ମୁଁ କିଛି ରଖିଦେଇ ପାରିନି। ଏହା ଭାବି ସେମାନେ କେତେ ନିଜର ଆତ୍ମସମ୍ମାନ ହରାଇବେ, କେତେ ନିଜକୁ କଷ୍ଟ ଦେବେ ଜାଣିଛନ୍ତି। ପ୍ରିୟ ପିଲାମାନେ, କେବେ ଏ ପ୍ରକାର ପ୍ରଶ୍ନ ପଚାରନ୍ତୁ ନାହିଁ। ଆପଣମାନେ ସେମାନଙ୍କ ଧନ ଅଟନ୍ତି, ଆଉ କୋଉ ଧନ ଇନଭେଷ୍ଟ କରିବା ପାଇଁ କହୁଛନ୍ତି? କୋଉ ଧନ ଆପଣଙ୍କୁ ଦରକାର, ସେଇ ଧନ ହୁଅନ୍ତୁ ନା। ଯେମିତିକି ଆପଣମାନେ ଛୋଟ ଥିଲା ବେଳକୁ ସେମାନେ ଗେହ୍ଲା କରୁଥିଲେ, ତୁମର ଧନ, ତୁମର ସମ୍ପତ୍ତି, ତୁମର ସବୁ ଖୁସିରେ ସେଇ ଖୁସି ବାପା ମାଙ୍କୁ ଦିଅନ୍ତୁ ନା। ସେମାନେ ଯେତେବେଳେ ବଞ୍ଚିଛନ୍ତି, ପ୍ରିୟ ପିଲାମାନେ, ଅନେକ ପ୍ରକାର କରନ୍ତି। ସେମାନେ ମରିଗଲା ପରେ ନା ସେମାନଙ୍କର ଫଟୋକୁ ପୂଜା କରନ୍ତି। ଏହି ଭୁଲ ନ କରି ସେମାନେ ଯେତେବେଳେ ବଞ୍ଚିଛନ୍ତି ସେମାନଙ୍କ ଦୁଃଖ ସୁଖର ସହଭାଗୀ ହୁଅନ୍ତୁ, ସେମାନଙ୍କୁ ହସାନ୍ତୁ, ସେମାନଙ୍କୁ ଖୁସି ଦିଅନ୍ତୁ। ସେମାନଙ୍କ ଋଣ କେବେ ସୁଝି ପାରିବେନି ରେ ପିଲେ। ଯଦି କେବେ ଋଣ ସୁଝି ପାରିବେନି ତ ଖୁସି ଦେଇପାରିବେ। ଯଦି ସ୍ନେହ ଆଦର ସହିତ ସେମାନେ କଥାବାର୍ତ୍ତା କରିବେ ନା, ତାହା ହିଁ ତ ଚାହାନ୍ତି ପ୍ରତ୍ୟେକ ବାପା ମା, ଆଉ ତାହା ମାନେ ଦେଇପାରିବେ। ଯେତେବେଳେ ଏ ପୃଥିବୀରେ ଆପଣଙ୍କ ବାପା ମା ଚାଲିଯିବେ ନା, ସେତେବେଳେ ବହୁତ ମିସ୍ କରିବେ ଆପଣମାନେ। କିନ୍ତୁ ବଞ୍ଚି ଥାଉ ସେମାନଙ୍କ ମୁଖରେ ଖୁସି ଦିଅନ୍ତୁ ନା, ସେମାନଙ୍କ ମୁହଁରେ ଖୁସି ଦିଅନ୍ତୁ। ସେମାନେ ଆପଣଙ୍କୁ ଜନ୍ମ ଦେଇଛନ୍ତି ବୋଲି ଗର୍ବ କରନ୍ତୁ, ସେମାନେ ଦର୍ପ କରନ୍ତୁ ନା। ତ ଧନ ନିଜ ଜନ୍ମ କଲା ବାପାଙ୍କୁ, ନିଜ ଜନ୍ମ କଲା ମାଙ୍କୁ ଟିକେ ଖୁସି ଦେଇ ପାରିବନି କି? ସେମାନେ ଆଉ କଣ ଚାହାନ୍ତି? ତୁମଠୁ ଖୁସି ହିଁ ତ ଚାହାନ୍ତି ନା। ତ ଧନ ତୁମେ କାହାର? ତୁମ ପାଇଁ କଣ ତୁମ ବାପା ମା ଇନଭେଷ୍ଟ କରିନାହାନ୍ତି? ତୁମେ ତ ତାଙ୍କ ଧନ। ତୁମକୁ ଦେଖିକି, ବ୍ୟାଙ୍କକୁ ଦେଖିକି ନୁହେଁ, ଯଦି ବ୍ୟାଙ୍କକୁ ଦେଖିଥାନ୍ତେ ତାହେଲେ ତୁମକୁ ଟଙ୍କାଟେ ଦେଇକି ସେମାନେ 10 ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ କରିଥାନ୍ତେ। ତୁମକୁ ବଡ଼ ବ୍ୟାଙ୍କ ଭାବିଲେ,
ଆଉ ତୁମକୁ ଆଜି ବନେଇଛନ୍ତି। ତୁମେ ତାଙ୍କ ପାଇଁ ବ୍ୟାଙ୍କ। ସେମାନେ ଭାବିଥିଲେ, ଏକ ସ୍ୱପ୍ନ ଦେଖିଥିଲେ, ମୋ ପୁଅ ମୋ ଝିଅ ବଡ଼ ହେଲେ ଆମ ଦୁଃଖ ସବୁ ଦୂରେଇ ଯିବ, ସେମାନେ ବୁଝିବେ, ଆମ କଥା ବୁଝିବେ। ସତରେ ନିଜ ବାପା ମା କଥା ବୁଝିବେନି ଆପଣ ଧନ? ତୁମେ ପରା ତାଙ୍କ ଧନ। ଯେତେବେଳେ ସେମାନେ ବୟସ୍କ ହେଉଛନ୍ତି, ତୁମ ଆଦର ଚାହାନ୍ତି, ତୁମ ପ୍ରେମ ଚାହାନ୍ତି। ପ୍ରିୟ ପିଲାମାନେ, ନିଜ ବାପା ମାଙ୍କୁ ସମ୍ମାନ କରନ୍ତୁ, ନିଜ ବାପା ମାଙ୍କୁ ଆଦର କରନ୍ତୁ। କାହିଁକି ନା ସେମାନେ ଆଜି ଅଛନ୍ତି, କାଲି ଥିବେ ନଥିବେ ମୁଁ ଜାଣିନି। ପୁନର୍ବାର এই ଦୁନିଆରେ ଆପଣମାନେ ସବୁ କିଛି କିଣିପାରିବେ ପିଲେ, କିନ୍ତୁ ବାପା ମାକୁ କେବେ କିଣିପାରିବେ ନାହିଁ। ସେମାନଙ୍କ ମନରେ କଷ୍ଟ ଦିଅନ୍ତୁ ନାହିଁ। କଥା ରହିଲା, ବାପା ମାଙ୍କୁ କଷ୍ଟ ଦିଅନ୍ତୁ ନାହିଁ। ଆଉ ସେମାନେ ଗଲା ପରେ ଆପଣ କେବେ ଫେରି ପାଇବେ ନାହିଁ। ବା ଦ୍ୱିତୀୟ କେହି ବି ଆପଣଙ୍କର ବାପା ମା ହେବେନି ରେ। ହେଇପାରେ ସମ୍ପର୍କ ବାପା ବା ଗଡ୍ ଫାଦର ହେଇପାରନ୍ତି, କିନ୍ତୁ ରିଏଲ୍ ଫାଦର ଆପଣଙ୍କ ବାପା ମା ହିଁ ନା। ତ କଥା ରହିଲା ପିଲେ, ନିଜର ବାପା ମାଙ୍କୁ କେବେ ଅସମ୍ମାନ ଅନାଦର କରନ୍ତୁ ନାହିଁ। ସେମାନଙ୍କୁ ଆଦର କରନ୍ତୁ। ସେମାନେ ବଞ୍ଚିଥିବା ସମୟରେ ସେମାନଙ୍କର ପୂଜା କରନ୍ତୁ। ଦେଖିବେ ଆପଣମାନେ ବହୁତ ଆଶୀର୍ବାଦ ପାଇବେ।